ଏଇଟା ଆଉ ଗୋଟେ ଜାଗାର ହନୁମାନ ମନ୍ଦିରର ହନୁମାନ ଝଣ୍ଡା ରାମ ନବମୀରେ ସେମାନେ ବି ବହୁତ ବଡ଼ ଉତ୍ସବ ପାଳନ କରନ୍ତି। ବହୁତ ଦୂର ଦୂରରୁ ଲୋକ ସବୁ ବହୁତ ଆସନ୍ତି। ଦେଖନ୍ତୁ ଏଇଟା ବହୁତ ଭିଡ଼ ଜମିଛି। ଆମେ ଏ ସିନେମା ପେଣ୍ଡଲ ଏଇଟା ସିନେମା ପେଣ୍ଡଲ ପାଖରେ ଏଇଠି ତେଲୁଗୁ ମାନଙ୍କର ପ୍ରୋଗ୍ରାମ ପାଖକୁ ସେମାନେ ଆସିଛନ୍ତି। ଆମର ସେଠି ମାର୍କେଟରେ ବି ହେଇସାରିଛି। ମାର୍କେଟରେ ମୁଁ ନଥିଲି, ଆମେ ମାର୍କେଟରେ ବି ହୁଏ। ଏବେ ଆସିଛନ୍ତି ଏଇଠିକି, ଏଇଟା ଏବେ ଏ ପେଣ୍ଡାଲ ପାଖକୁ ଆସିଛନ୍ତି। ସେଥିଲାଗି ଏଠାରେ ବି ବହୁତ ଭିଡ଼ ଜମିଛି। ଏଇଠିକି ବି ବହୁତ ଜଣ ଆସିଛନ୍ତି ଦୂର ଦୂରରୁ ଦେଖିବାକୁ ବି। ଏଇଠି ବି କିଛି ସମୟ ପାଳନ କରିଛନ୍ତି। ମୁଁ ଟିକେ କମ୍ ଭିଡ଼ିଓ କଲି, କାହିଁକିନା ବହୁତ ଭିଡ଼ିଓ କରିସାରିଥିଲି ସକାଳୁ ନେଇକିରି ସନ୍ଧ୍ୟା ପର୍ଯ୍ୟନ୍ତ। ସେଥିଲାଗି କମ୍ ଭିଡ଼ିଓ କରିଥିଲି। ଆଉ ଆଜି ହିଁ ନ ଢାଳିବି ତ ମୋର ହେଲେ ଭିଡ଼ିଓ ବେଶୀ ହେଇଯିବ। ସେଥିଲାଗି ଆଜି ହିଁ ଢାଳି ଦେଇଥିଲି ସବୁ। କାଲି ଗୋଟେ, ଆଜି ଦୁଇଟା। ଏଇଟା ରାତି 11:30ର ଦୃଶ୍ୟ ଅଟେ। ରାତିରେ ଗାଡ଼ି ସବୁ ରାମ ହନୁମାନ ଏସବୁ ସେ ଆଉ ଗୋଟେ ଇଏରେ ରଖିଛନ୍ତି ବନେଇକିରି, ଏପଟେ ଆଣିନାହାନ୍ତି। ଖାଲି ଏ ଯେଉଁ ବଡ଼ ବଡ଼ ବାଉଁଶର ଯେଉଁ ଝଣ୍ଡା ବନେଇଛନ୍ତି ତିନିଟା, ଏମାନଙ୍କର କି ନିୟମ ଅଟେ ମୁଁ ଭଲକି ଜାଣିନି। ତିନିଟା ବଡ଼ ବଡ଼ ଝଣ୍ଡା ଆଣନ୍ତି ପ୍ରତିବର୍ଷ। ଏ ଝଣ୍ଡା ତିନିଟା ଧରିକିରି ଆସନ୍ତି। ବହୁତ ମାନେ ଏବେ ଟିକେ ଏଠି ପ୍ରୋଗ୍ରାମ କରିବେ, ତା ବାଦେ ଅଲଗା ଜାଗାକୁ ଯିବେ। ତ ଦେଖିବ ଏମାନଙ୍କର ଦାଣ୍ଡିଆ ନାଚ ଏବେ ସୁରୁ କରିବେ। ଆଉ ସବୁ ବହୁତ ଭିଡ଼ ଜମିଛନ୍ତି। ବହୁତ ଦୂର ଦୂରରୁ ଆସିଛନ୍ତି ଦେଖିବାକୁ ଏଇଠିକି। ଦେଖନ୍ତୁ କେତେ ଭିଡ଼ ଜମିଛନ୍ତି। ଏମାନେ ବି ଖାଇବା ସେମାନଙ୍କ ଲାଗି କିଛି କିଛି ଭୋଗ ବନେଇକିରି ବି ଦିଅନ୍ତି। ମାନେ ଏଇଠିକାର ସେଥିଲାଗି ପ୍ରତିବର୍ଷ ସବୁ ଜାଗା ବୁଲିଲେ ବି ଏଇ ଜାଗାକୁ ଆସନ୍ତି ବୁଲିବାକୁ। ବହୁତ ଭଲ ଲାଗେ। ସକାଳେ କଳସ ଯାତ୍ରା ଥିଲା। ଏବେ ଏଇଟା ହନୁମାନ ମନ୍ଦିରରୁ ଆସିଛନ୍ତି ଝଣ୍ଡା ଧରିକିରି। ଯିବେ ଫେରେ ହନୁମାନ ମନ୍ଦିରରେ ଝଣ୍ଡା ଲଗେଇବେ। ଏ ତିନିଟା ଝଣ୍ଡା ଧରିକିରି ଯେଉଁ ଆସିଛନ୍ତି ସେଗୁଡ଼ାକ ଲଗେଇବେ। ଆଉ ଆପଣମାନେ ମୋର ଭିଡ଼ିଓଟିକୁ ଲାଇକ୍ ସବସ୍କ୍ରାଇବ୍ କରିବେ। ଆଉ ବହୁତ ଦୂର ତକ ସେୟାର କରିବେ। ଆମର କାଂସପାଲର ଏଇ ଦୃଶ୍ୟ ଅଟେ। କାଂସପାଲ ଛୋଟ ଜାଗା, କିନ୍ତୁ ବଡ଼ ବଡ଼ ପ୍ରୋଗ୍ରାମ ହୁଏ। 12 ମାସରେ 13 ଯାତ୍ରା ହେଲା ବାଗି ଏଇଠି ପର୍ବ ହୁଏ। ଦେଖନ୍ତୁ 12 ମାସର 13 ଯାତ୍ରାକୁ ମୁଁ ସବୁବେଳେ ଦେଖେଇବି। ଏବେ ଦାଣ୍ଡିଆ ନାଚ ହେଉଛି। ମୁଁ ଟିକେ ଝଲକ ଖାଲି ଦେଖେଇଥିଲି। ବହୁତ ସମୟ ଏଠାରେ ରହିଥିଲେ ଟିକେ ଖାଲି ଝଲକ ଦେଖେଇଛି। ବେଶୀ ସମୟ ଭିଡ଼ିଓ କରିନି ଲାଷ୍ଟ ପର୍ଯ୍ୟନ୍ତ। ଆମର କାଂସପାଲର ଦୃଶ୍ୟ ଅଟେ। ଆପଣମାନେ ମୋତେ ନାହିଁ, ମୋର କାଂସପାଲକୁ ଲାଇକ୍ କରିବେ। ଦେଖନ୍ତୁ ଭଲ ଲାଗିଲେ ଲାଇକ୍ ସବସ୍କ୍ରାଇବ୍ କରିବେ।
ଏଇଟା ରାତି 11:30 ଦୃଶ୍ୟ ଅଟେ। ସେମାନେ ବର୍ଷା ଲାଗି ଲେଟ୍ରେ ଆସିଛନ୍ତି। ଆହୁରି କିଛି ଦୂର ମାନେ ବୁଲିବାକୁ ଯିବେ। ସନ୍ଧ୍ୟାରୁ ଏମାନେ ବାହାରୁଛନ୍ତି ପ୍ରୋଗ୍ରାମ କରିକିରି। ଏମାନେ ବି ଉପବାସ ରୁହନ୍ତି। ଏମାନଙ୍କର ଗଲେ ଝଣ୍ଡା ଲଗାଇବେ। ରାତି ସାରା ତାଙ୍କର ସେମାନେ ପ୍ରୋଗ୍ରାମ ରଖନ୍ତି। ଟିକେ ଦୂର ଅଛି, ଆମେ ସେଥିଲାଗି ଯାଉନୁ। ଯାହା ହଉ ଖୁସିରେ ସେମାନେ ଏ ଜାଗାକୁ ଆସୁଛନ୍ତି। ମୋର ଭିଡ଼ିଓ କାହିଁକି ଦେଖାଉଛି ମାନେ ମୁଁ ସେ ଜାଗାରେ ନ ରହିଲା ବାଗି ହେବ, କାହାର ଭିଡ଼ିଓ ଛଡ଼େଇ ଆଣିଲା ବାଗି ହେବ। ସେଥିଲାଗି ମୋର ନିଜର ବି ଝଲକ ଦେଖାଇ ଦେଉଛି। ଏ ବର୍ଷ ବହୁତ ବଢ଼ିଆ ବଢ଼ିଆ ପ୍ରୋଗ୍ରାମ ଏମାନେ ରଖିଛନ୍ତି।